ଗୋରୁ ଗିଆ ଉତ ବାଟ ଅଛୁ ବଡ ମାନେ କହିବାର ନାଇଁ ଆର ଘର ଏଇଟା ଶିଖାଇଥିବେ ନାଇଁ ନାଇଁ ଘର ନାଇଁ ଯାତ୍ରା ଲାଗିଛି ଝିଅ ପିଲା ଦେଖି ଡୁଙ୍ଗି ଉକିରେ ହଉ ଦେଇଦିଅ ପରିଚୟ ଦେଇଦିଅ। ଏଇଠି ଥିବା ସମସ୍ତ ନାତିଆ ମାନେ ନାତୁଣୀ ମାନେ ପୁଅ ମାନେ ପୁତ୍ର ମାନେ ଝିଅ ମାନେ ଝିଆରୀ ମାନେ ଯା ମାନେ ନଣନ୍ଦ ମାନେ ଦେଢଶୁର ମାନେ ଦିଅର ମାନେ ଘଇତା ମାନେ ଇଏ ଘଇତା ମାନେ ମୋର ଭୁଲରେ ପାଟିରେ ସ୍ଲିପ ହେଇଗଲା ରେ ବାପା ଏମିତି ସ୍ଲିପ କର ନା ବୁଢା ଛାଡିଦବ ତତେ। ନା କୋଉ ସ୍ଲିପରେ କହିଦେଲି ଆଉ ଇଏ ମାମୁ କେତେ ଗୋଟେ କଥାଟି କହିଦେଲି ଘଇତା ମାନେ ଆଉ ବାକି କହିଲୁ ଚଳିବ ଘଇତା ମାନେ ଏଇଟା ଭଲ ନାହିଁ ନା। ମତେ ପାପ ଲାଗିବ ହଉ ମତେ ପାପ ତତେ ଲାଗିବ ଗୋଟେ କଥାଟି କହିବାର ଥିଲା। ସେପଟେ ଟିକେ ଡାଳିକି ଦେଖେ କେମିତି ଠିଆ ହେଇଛି। ଖାଇବା ପରେ ଏଠି ତ ପ୍ରୋଗ୍ରାମ କରିବା ପାଇছিল ଲାଇନ କରିବା ପାଇছিল ଏମିତି ହଉଛୁ ମୁଁ କି କରିବ ନାଇଁ ରେ ବାପା ଆଜିକାଲି କିଏ ଖରାପ ଭାବିବନି ଆଜିକାଲି ଝିଅ ବୋହୁ ଯାକ କଲେ ତମର ନାହିଁ ଆମର ନାହିଁ ଉଡୁନା ଦଉନତି ଦଉନାହାନ୍ତି ତା ଏକଦମ ମୁଁ ସୁନ୍ଦରଟା ମତେ ଲୋକ ଦେଖିବେନି ନାଇଁ ଦେଖିବେନି କି ସବୁ କାଢିକି ବୁଲେଲ ଘରେ ଉଠୁଣା ଦଉଛି ବୋଲି କି ଇଡିଆଲେ ଉଠୁଣା ଦେବି ଆମ ଏଟା ସୁନ୍ଦର ମୁଁ କିନ୍ତି ବାପା କେମିତି କହୁଛି ଦେଖେ ଖାଲି 30 ଏପର ପିଲାମାନେ ଶାଶୁ ଶ୍ୱଶୁର ମାନୁନନ୍ତି ଆଗ କାଳରେ ଶାଶୁ ଶ୍ୱଶୁର ଥିଲେ ବୋଉ ମନ ଅଡୁ ଖାଇକି ଯାଉଥିଲେ ଏବେର ବୋଉ ମନକୁ ଦେଖିଲେ ଶାଶୁ ଶ୍ୱଶୁର ଅଡୁ ଖାଇକି ଯାଉଛନ୍ତି ହଜାର ଟଙ୍କାର ମୁହଁରେ ଲଗାଉଛି ଗ ସେଟା କେମିତି କାଢି ପଇସା ଲଗତା ସେ ମୁହଁକୁ ବୋର୍ଡ ରୋଗ ହେଇଯିବ କେମିକାଲ ମିଶିছিল ବୋର୍ଡ ରୋଗ ହେଇଯିବ ତୁ ତ କାଳିଆଣି ବୁଢୀ ତୁ ତ କେବେ ସୁନ୍ଦର ହେଇପାରୁନୁ ଯେ ସୁନ୍ଦର ହବ ତାକୁ ଦେଖେଇଦବ ମୁଁ ନାଇଁ କି ଗମାଏ ଦେଖ ପଇସା ପତ୍ର ନଥିଲେ କିଏ ହେଲା ଗମାଏ ସଂସ୍କାର ବୋଲିକି ମୋର ଟିକେ ଅଛି ଇ ରାଣ୍ଡରେ ଭଳିଆ ବଡ ଘର ଝିଅ ଲମ୍ବା ଲମ୍ବା କେଶ ବୋଲିକି ଇଡି ଆଗି ଦେଖେଇ ହଉଛି କି ଗ 12 ଲୋକ ଆଗରେ କେମିତି ଆଖି ମାରୁଛି ଦେଖେ କେମିତି ଆଖି ମାରୁଛି ଦେଖେ କହୁନା ଗମାଏ କଥା ଏ ମାମା ତ କାଳିଆ ପଡି ପାଇଲା ଯେ ମୁଁ କଳା ହେଲେ ମୋର କଟିକି ନାହିଁ ବାପା ଏଗୋଇ ମା ଅଛି ନା ଆକୁ ଖାଲି ଲେଖା ରାଇଡ করে বলছে ଇଏ କିଛି ଟିକେ କହିବ ତ ଆଗି ଏ ଖଇନି ସବୁ ଯାକ ମୁଁ ଆଗ କହିବି କି ସମସ୍ତେ ଆଉ ତ ଟିକେ ନିଖେ କହିବ ନା